ମହାଭାରତର ରଚୟିତା କିଏ? ଅପସନ୍ ଏ ବାଲ୍ମୀକି, ଅପସନ୍ ବି ବ୍ୟାସଦେବ, ଅପସନ୍ ସି କାଳିଦାସ, ଅପସନ୍ ଡି ତୁଳସୀଦାସ। ଉତ୍ତରଟି ହେଉଛି ଅପସନ୍ ବି ବ୍ୟାସଦେବ। ମହାଭାରତରେ କେତୋଟି ପର୍ବ ଅଛି? ଅପସନ୍ ଏ 16, ଅପସନ୍ ବି 17, ଅପସନ୍ ସି 18, ଅପସନ୍ ଡି 20। ଉତ୍ତରଟି ହେଉଛି ଅପସନ୍ ସି 18। ପାଣ୍ଡବଙ୍କର ପିତା କିଏ? ଅପସନ୍ ଏ ଧୃତରାଷ୍ଟ୍ର, ଅପସନ୍ ବି ପାଣ୍ଡୁ, ଅପସନ୍ ସି ବିଦୁର, ଅପସନ୍ ଡି ଭୀଷ୍ମ। ଉତ୍ତରଟି ହେଉଛି ଅପସନ୍ ବି ପାଣ୍ଡୁ। କୌରବଙ୍କର ପିତା କିଏ? ଅପସନ୍ ଏ ପାଣ୍ଡୁ, ଅପସନ୍ ବି ଦ୍ରୋଣ, ଅପସନ୍ ସି ଧୃତରାଷ୍ଟ୍ର, ଅପସନ୍ ଡି କୃପାଚାର୍ଯ୍ୟ। ଉତ୍ତରଟି ହେଉଛି ଅପସନ୍ ସି ଧୃତରାଷ୍ଟ୍ର। ପାଣ୍ଡବ କେତେ ଜଣ ଥିଲେ? ଅପସନ୍ ଏ 3 ଜଣ, ଅପସନ୍ ବି 4 ଜଣ, ଅପସନ୍ ସି 5 ଜଣ, ଅପସନ୍ ଡି 6 ଜଣ। ଉତ୍ତରଟି ହେଉଛି ଅପସନ୍ ସି 5 ଜଣ। ଦ୍ରୌପଦୀ କାହାଙ୍କ କନ୍ୟା? ଅପସନ୍ ଏ ଦ୍ରୋଣ, ଅପସନ୍ ବି ଦ୍ରୁପଦ, ଅପସନ୍ ସି ବିରାଟ, ଅପସନ୍ ଡି ଶାନ୍ତନୁ। ଉତ୍ତରଟି ହେଉଛି ଦ୍ରୁପଦ। ପାଣ୍ଡୁଙ୍କ ପତ୍ନୀ କିଏ? ଅପସନ୍ ଏ କୁନ୍ତି, ଅପସନ୍ ବି ଗାନ୍ଧାରୀ, ଅପସନ୍ ସି ଦ୍ରୌପଦୀ, ଅପସନ୍ ଡି ସତ୍ୟବତୀ। ଉତ୍ତରଟି ହେଉଛି ଅପସନ୍ ଏ କୁନ୍ତି। ଅର୍ଜୁନଙ୍କ ସାରଥୀ କିଏ? ଅପସନ୍ ଏ ବଳରାମ, ଅପସନ୍ ବି କୃଷ୍ଣ, ଅପସନ୍ ସି ଭୀଷ୍ମ, ଅପସନ୍ ଡି କର୍ଣ୍ଣ। ଉତ୍ତରଟି ହେଉଛି ଅପସନ୍ ବି କୃଷ୍ଣ। ଭୀଷ୍ମଙ୍କ ଅନ୍ୟ ନାମ କ'ଣ? ଅପସନ୍ ଏ ଶାନ୍ତନୁ, ଅପସନ୍ ବି ଦେବବ୍ରତ, ଅପସନ୍ ସି ଚିତ୍ରାଙ୍ଗଦ, ଅପସନ୍ ଡି ବିଚିତ୍ରବୀର୍ଯ୍ୟ। ଉତ୍ତରଟି ହେଉଛି ଅପସନ୍ ବି ଦେବବ୍ରତ। ଯୁଧିଷ୍ଠିରଙ୍କ ଅନ୍ୟ ନାମ କ'ଣ? ଅପସନ୍ ଏ ଭୀମ, ଅପସନ୍ ବି ଧର୍ମରାଜ, ଅପସନ୍ ସି ଅର୍ଜୁନ, ଅପସନ୍ ଡି ନକୁଲ। ଉତ୍ତରଟି ହେଉଛି ଅପସନ୍ ବି ଧର୍ମରାଜ।